हरि 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 ओम श्रीमद् भागवत महापुराणम महर्षि देवव्यास प्रणीत श्रीमद् भागवत महापुराणम सचित्र सरल ओडिया व्याख्या सहित द्वितीय खंड। एवं गतेथ सुदुम्नये मनुव्यवस्वत्व सूते पुत्र कामस्तपस्तेपे जमुनाया सत्यम समा। गुरुदेवंकर अभिशाप को पुषद्धि दुई हाथ जोड़ी ग्रहण करिनेले एवं सेही दिन ठारू से चिर दिन पाई मुनि मानकर प्रिय निष्ठक ब्रह्मचर्य व्रत पालन कले। मनुंकर पुत्र सुषद्धि से गाई को रक्षा करथुला जगुथुले। दिने गाई गोठ भितर गोटे जो बाघ बसीगला गोटे गाई की धर देछि। गाई जो आंबा आंबा रड़ी छाड़ा ए पुषद्धि से तत्क्षणात खंडा धरिकी दौड़िले गुहाल भितर पशिले। देखिले अंधार राति मेघुआ पाग दुसुनी खाली से शब्द शुणिकी हांबा हांबा रड़ी धरिकी से भाविले बाघ की किए आसी पड़े आसी हिंस्र जंतु आक्रमण करुच्ची। से न देखिकी से रड़ीर शब्द रे से खंडा चोट पकईदेले। पकईदा पर सकाଳେ जो पाइला देखिले गोटे गाईर मुंडा बेकरू मुंड अलग हो रही। बाघर कांडा छिड़ी जाइए। बाघ जो जुआड़े दौड़ी रक्त टपटपा कान छिड़ी दौड़ी पड़ी। एसबू जेतले गुरुदेव जानिले से सुषद्धि की अभिशाप देदेले जे जो तमे वशिष्ठ ऋषि ए सुषद्धि वशिष्ठ ऋषि ए पुषद्धि को अभिशाप देले जे तमे आ क्षत्रिय होई रही पारिबनी तमे शूद्र पाल्टी जाओ। से शूद्र हो गले। से दिन ठारू से ब्राह्मण को सेवारे लगिले। से समस्त प्राणींकर आहुतिक हितेशी और समस्त प्रति समभावना एवं संगे संगे भक्ति द्वारा परम विशुद्ध सर्वात्मा भगवान वासुदेवंकर अन्य प्रेमी हो रहीगले। तांकर सकल आसक्ति तुटिगला। भीतरर वृत्तिमान शांत होईगला ओ इंद्रिय माने संयत होईगले। सुषद्धि जेतेबेले भगवान विष्णु आराधना गले उपास तपस्या रहिले तांकर जो अंतर सब भावना सब थिला शांत होईगला। एवं तांको मन जो बहुत गुड़े इच्छा प्रकाश पाउला से भी शांत पाईगला। ओ इंद्रिय माने संयत होईगले। से केबे भी कौनसी प्रकार संग्रह परिग्रह कले नहीं।
ବ୍ୟବସତ୍ଵ ଯେତେବେଳେ ଯାହା ମିଳିଲା, ଦୈବ ସବତ୍ଵ ଯେତେବେଳେ ଯାହା ମିଳିଲା ସେତିକିରେ ସେ ଜୀବନ ନିର୍ବାହ କଲେ। ସେ ଆତ୍ମଜ୍ଞାନର ସନ୍ତୁଷ୍ଟ ରହିଲେ ଏବଂ ଚିତ୍ତକୁ ପରମାତ୍ମାଙ୍କ ଠାରେ ଲଗାଇ ଦେଲେ। ପ୍ରାୟତଃ ସମାଧିସ୍ଥ ହୋଇ ରହିଲେ। ବେଳେ ବେଳେ ସେ ବଡ଼ ଅନ୍ଧ ଓ ବଧିରଙ୍କ ପରି ପୃଥିବୀରେ ବିଚରଣ କଲେ। ଏପରି ଭାବରେ ଜୀବନ ଅତିବାହିତ କରୁ କରୁ ଦିନେ ସେ ବନକୁ ଚାଲିଗଲେ। ସେ ସେଠାରେ ଦେଖିଲେ ଦାବାଗ୍ନି ଜଳୁଛି। ଏ ସୁଷଧି ତପସ୍ୟା ଆରମ୍ଭ କଲେ ଏବଂ ଭଗବାନ ବିଷ୍ଣୁଙ୍କ ଠାରେ ମନ ଚିନ୍ତନ କରିବାରୁ ତାଙ୍କ ମନ ଭିତରେ ଯେଉଁ କାମ, କୌଣସି ଜିନିଷ ପାଇବା ପାଇଁ ଇଚ୍ଛା ଶକ୍ତି, ସେ ସବୁକିଛି ଶାନ୍ତ ପାଇଗଲା ଏବଂ ସେ ଏମିତିକା ଅନ୍ଧ ବିରିଆ ଆଉ କାଲା ପରି ଖାଲି ସେ ଚାରିଆଡ଼େ ଖାଲି ସେ ବୁଲିବାକୁ ଲାଗିଲେ। ଏମିତି ବୁଲୁ ବୁଲୁ ଗୋଟେ ଜଙ୍ଗଲରେ ପଶିଲେ। ସେ ଜଙ୍ଗଲରେ ପୁରା ବହୁତ ଗୋଟେ ନିଆଁ ଲାଗିଛି। ସେ ଏବଂ ଚିତ୍ତକୁ ପରମାତ୍ମାଙ୍କ ଠାରେ ଲଗାଇ ଦେଲେ। ପ୍ରାୟତଃ ସମାଧିସ୍ଥ ହୋଇ ରହିଲେ। ବେଳେ ବେଳେ ସେ ଜଡ଼ ଓ ଅନ୍ଧ ବଧିରଙ୍କ ପରି ପୃଥିବୀରେ ବିଚରଣ କଲେ। ଏପରି ଭାବରେ ଜୀବନ ଅତିବାହିତ କରୁ କରୁ ଦିନେ ସେ ବନକୁ ଚାଲିଗଲେ। ସେ ସେଠାରେ ଦେଖିଲେ ଦାବାଗ୍ନି ଜଳୁଛି। ମନନଶୀଳ ସୁଷଧି ସେହି ଅଗ୍ନିରେ ନିଜର ଶରୀର ଭସ୍ମ କରିଦେଇ ପରମବ୍ରହ୍ମ ପରମାତ୍ମାଙ୍କ ସଙ୍ଗେ ମିଶିଗଲେ। ସେ ଜଙ୍ଗଲ ଭିତରେ ଯେତେବେଳେ ନିଆଁ ଲାଗିଥିଲା, ସୁଷଧି ସେ ଜଙ୍ଗଲରେ ପୋଡ଼ିକିରି ମରିଗଲେ। ମଲା ପରେ ଭଗବାନଙ୍କର ଅନ୍ତରରେ ଯାଇକି ସେ ମିଶିଲେ। ମନୁଙ୍କର କନିଷ୍ଠ ପୁଅଟିର ନାମ ଥିଲା କବି। ସେ ବିଷୟ ପ୍ରତି ଅତ୍ୟନ୍ତ ନିଷ୍ପୟ ଥିଲା। ସେ ରାଜ୍ୟ ଛାଡ଼ି ତାର ବନ୍ଧୁମାନଙ୍କ ସହିତ ବନକୁ ଚାଲିଗଲା ଏବଂ ନିଜ ହୃଦୟରେ ସ୍ୱୟଂ ପ୍ରକାଶ ପରମାତ୍ମାଙ୍କୁ ବିରାଜମାନ କରି କିଶୋର ଅବସ୍ଥାରେ ହିଁ ପରମପଦ ପାଇଗଲା। ମନୁପୁତ୍ର କୁରୁଷଙ୍କଠାରୁ କୌରୁଷ ନାମକ କ୍ଷତ୍ରିୟମାନେ ଉତ୍ପନ୍ନ ହେଲେ। ସେମାନେ ଥିଲେ ବଡ଼ ବ୍ରାହ୍ମଣ ଭକ୍ତ, ଧର୍ମପତ୍ନୀ ଓ ଉତ୍ତରା ପଥର ରକ୍ଷକ। ମନୁଙ୍କର ଅନ୍ୟ ଏକ ପୁତ୍ର ଧୃଷ୍ଟଙ୍କଠାରୁ ଧାଷ୍ଟ ନାମକ କ୍ଷତ୍ରିୟ ଜାତ ହୋଇଲେ। ଶେଷରେ ସେମାନେ ଇହ ଶରୀରରେ ହିଁ ବ୍ରାହ୍ମଣ ହୋଇଗଲେ। ନୃଗୁଙ୍କ ପୁତ୍ରର ନାମ ଥିଲା ସୁମତି। ସୁମତିଙ୍କର ଭୂତଜ୍ୟୋତି ବୋଲି ପୁଅଟିଏ ହୋଇଥିଲା ଏବଂ ଭୂତଜ୍ୟୋତିଙ୍କ ପୁଅର ନାମ ଥିଲା ବସୁ। ବସୁଙ୍କ ପୁତ୍ର ଥିଲେ ପତିକ ଓ ପତିଙ୍କର ପୁତ୍ର ଅଘବାନ। ଅଘବାନଙ୍କର ପୁତ୍ରର ନାମ ମଧ୍ୟ ଓଘବାନ ଏବଂ ତାଙ୍କର ଓଘବତୀ ବୋଲି ଗୋଟିଏ କନ୍ୟା ମଧ୍ୟ ଥିଲା। ସେ ସୁଦର୍ଶନଙ୍କୁ ବିବାହ କରିଥିଲେ। ମନୁପୁତ୍ର ନିରୀଶିତଙ୍କଠାରୁ ଚିତ୍ରସେନ ଓ ତାଙ୍କଠାରୁ ଋଷ ଜନ୍ମ ହୋଇଥିଲେ। ଋଷଙ୍କଠାରୁ ମିଢ଼ବାନ, ମିଢ଼ବାନଙ୍କଠାରୁ କୁଚ ଓ ତାଙ୍କଠାରୁ ଇନ୍ଦ୍ରସେନଙ୍କର ଜନ୍ମ ହୋଇଥିଲା। ଇନ୍ଦ୍ରସେନଙ୍କ ପୁତ୍ର ବିତହୋତା, ବିତହୋତାଙ୍କ ପୁତ୍ର ସତ୍ୟଶ୍ରବା, ସତ୍ୟଶ୍ରବାଙ୍କ ପୁତ୍ର ଉରସବା ଓ ତାଙ୍କ ପୁତ୍ର ଥିଲେ ଦେବଦତ୍ତ। ଦେବଦତ୍ତଙ୍କର ପୁତ୍ର ହେଲେ ଅଗ୍ନିବେଶ, ଯେ କି ସ୍ୱୟଂ ଅଗ୍ନିଦେବ ହିଁ ଥିଲେ। ଭବିଷ୍ୟତରେ ସେ ହିଁ କାନିନ ଏବଂ ମହର୍ଷି ଜାତୁକୁର୍ଣ୍ଣ ନାମରେ ବିଖ୍ୟାତ ହେଲେ। ହେ ପରୀକ୍ଷିତ, ବ୍ରାହ୍ମଣମାନଙ୍କର ଅଗ୍ନିବେଶୟନ ଗୋତ୍ର ତାଙ୍କରିଠାରୁ ଆରମ୍ଭ ହୋଇଥିଲା। ଏପରି ଭାବରେ ମୁଁ ନିରୀଶ୍ୟନ୍ତଙ୍କ ବଂଶରେ ବର୍ଣ୍ଣନା କରିଦେଲି। ଏଥର ଦିଷ୍ଟଙ୍କ ବଂଶର ବର୍ଣ୍ଣନା ଗୁଣ ଶୁଣ। ଦିଷ୍ଟଙ୍କ ପୁତ୍ର ଥିଲେ ନାଭାଗ, ଆଉ କିଛି
ସମୟ ପରେ ମୁଁ ଯେଉଁ ନାଭାଗଙ୍କ ବିଷୟରେ ବର୍ଣ୍ଣନା କରିବି, ଏହି ନାଭାଗ ହେଉଛନ୍ତି ତାଙ୍କଠାରୁ ଭିନ୍ନ। ଏ ନାଭାଗ ଆପଣା କର୍ମ ଦୋଷରୁ ବେଶ୍ୟ ହୋଇଗଲେ। ଏହାଙ୍କ ପୁଅର ନାମ ଥିଲା ଭଲନ୍ଦନ ଓ ଭଲନ୍ଦନଙ୍କ ପୁତ୍ର ଥିଲେ ବସିପିତି। ବସିପିତିଙ୍କ ପୁତ୍ର ପ୍ରାସୁ ଓ ପ୍ରାସୁଙ୍କ ପୁତ୍ର ଥିଲେ ପ୍ରମତି। ପ୍ରମତିଙ୍କ ପୁତ୍ର ଖନିତ୍ର। ଖନିତ୍ରୀଙ୍କ ପୁତ୍ର ଚଷୁଷ ଓ ତାଙ୍କ ପୁତ୍ରର ନାମ ବିଭୀଷନ୍ତି। ବିଭୀଷନ୍ତିଙ୍କ ପୁତ୍ର ରମ୍ଭ ଓ ରମ୍ଭଙ୍କ ପୁତ୍ର ଖନିନେତ୍ର। ସେ ଦୁହେଁ ଥିଲେ ପରମ ଧାର୍ମିକ। ଖନିନେତ୍ରୀଙ୍କ ପୁତ୍ର କରନ୍ଦମ ଓ କରନ୍ଦମଙ୍କ ପୁତ୍ର ଅଭିକ୍ଷତି। ହେ ପରୀକ୍ଷିତ ମହାରାଜ, ଅଭିକ୍ଷିତଙ୍କ ପୁତ୍ର ମରୁତ ଚକ୍ରବର୍ତ୍ତୀ ରାଜା ହେଲେ। ଅଙ୍ଗିରାଙ୍କ ପୁତ୍ର ମହାଯୋଗୀ ସର୍ବତ୍ରୀ ଋଷି ତାଙ୍କର ଯଜ୍ଞ କରିଥିଲେ। ମରୁତ ଯେଉଁ ଯଜ୍ଞ କରିଥିଲେ, ଅନ୍ୟ କେହି ସେପରି ମହାଯଜ୍ଞ କରିପାରିନଥିଲେ। ସେହି ଯଜ୍ଞର ସମସ୍ତ ପାତ୍ର ଥିଲା ଅତ୍ୟନ୍ତ ସୁନ୍ଦର ଏବଂ ସେସବୁ ସୁନାରେ ନିର୍ମିତ ହୋଇଥିଲା। ସେହି ଯଜ୍ଞରେ ଇନ୍ଦ୍ର ସୋମପାନ କରି ପ୍ରମତ୍ତ ହୋଇଯାଇଥିଲେ ଏବଂ ବ୍ରାହ୍ମଣମାନେ ଦକ୍ଷିଣା ପାଇ ସନ୍ତୁଷ୍ଟ ହୋଇଯାଇଥିଲେ। ସେହି ଯଜ୍ଞରେ ଖାଦ୍ୟ ପରଷିଥିଲେ ମେରୁଦଗଣ ଏବଂ ସେଥିରେ ବିଶ୍ୱଦେବମାନେ ସଭାସଦ ଥିଲେ। ମରୁତଙ୍କ ପୁତ୍ରଙ୍କ ନାମ ଥିଲା ଦମ। ଦମଙ୍କ ଠାରୁ ରାଜ୍ୟବର୍ଦ୍ଧନ, ତାଙ୍କଠାରୁ ସୁଦିତି ଓ ସୁଦିତିଙ୍କ ଠାରୁ ନର ନାମକ ପୁତ୍ର ଉତ୍ପନ୍ନ ହୋଇଥିଲେ। ନରଙ୍କ ଠାରୁ କେବଳଙ୍କ ଠାରୁ ବନ୍ଧୁମାନ, ବନ୍ଧୁମାନଙ୍କ ଠାରୁ ବେଗବାନ, ବେଗବାନଙ୍କ ଠାରୁ ବନ୍ଧୁ ଓ ବନ୍ଧୁଙ୍କ ଠାରୁ ରାଜା ତୃଣବିନ୍ଦୁ ଜନ୍ମ ହୋଇଥିଲେ। ତୃଣବିନ୍ଦୁ ଥିଲେ ଆଦର୍ଶ ଗୁଣର ଭଣ୍ଡାର। ଅପସରାମାନଙ୍କ ମଧ୍ୟରେ ଶ୍ରେଷ୍ଠ ଅଳମ୍ବୁସା ତାଙ୍କୁ ଚରଣ କରିଥିଲେ। ଅପସରାମାନଙ୍କ ମଧ୍ୟରେ ଶ୍ରେଷ୍ଠ ଅଳମ୍ବୁସା ତାଙ୍କୁ ବରଣ କରିଥିଲେ। ଅଳମ୍ବୁସାଙ୍କ ଗର୍ଭରୁ ଅନେକ ପୁତ୍ର ଓ ଇଡ଼ିବିଡ଼ା ନାମୀ ଗୋଟିଏ କନ୍ୟା ଜନ୍ମ ହୋଇଥିଲା। ମୁନିବର ବିଶ୍ରବା ତାଙ୍କ ପିତା ଯୋଗେଶ୍ୱର ପୁଲସ୍ତ୍ୟଙ୍କ ଠାରୁ ଉତ୍ତମ ବିଦ୍ୟା ଲାଭ କରି ଇଡ଼ିବିଡ଼ାଙ୍କ ଗର୍ଭରୁ ଲୋକପାଳ କୁବେରଙ୍କ ପୁତ୍ର ରୂପେ ଉତ୍ପନ୍ନ କରିଥିଲେ। ମହାରାଜ ତୃଣବିନ୍ଦଙ୍କର ଧର୍ମପତ୍ନୀଙ୍କ ଠାରୁ ବିଶାଳ ଶୂନ୍ୟବନ୍ଧୁ ଓ ଧର୍ମକେତୁ ନାମକ 3ଟି ପୁତ୍ର ଜାତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ରାଜା ବିଶାଳ ବଂଶରକ୍ଷକ ହେଲେ ଓ ବିଶାଳ ନାମକ ନଗରୀ ବସାଇଲେ। ବିଶାଳଙ୍କ ଠାରୁ ହୋମଚନ୍ଦ୍ର, ହୋମଚନ୍ଦ୍ରଙ୍କ ଠାରୁ ଧୃମସ୍ୟ, ଧୃମସ୍ୟଙ୍କ ଠାରୁ ସଂଯମ ଓ ସଂଯମଙ୍କ ଠାରୁ କୁଶସ୍ୟ ଏବଂ ଦେବଙ୍କ ନାମକ 2ଟି ପୁତ୍ର ଜନ୍ମ ହୋଇଥିଲେ। କୁଶାସୁଙ୍କ ପୁତ୍ରର ନାମ ସୋମାଦତ୍ତ। ସେ ଅଶ୍ୱମେଧ ଯଜ୍ଞ ଦ୍ୱାରା ଯଜ୍ଞପତି ଭଗବାନଙ୍କୁ ଆରାଧନା କରୁଥିଲେ ଓ ଯୋଗେଶ୍ୱର ସନ୍ତମାନଙ୍କର ଆଶ୍ରୟ ନେଇ ଉତ୍ତମ ଗତି ଲାଭ କରିଥିଲେ। ସାମଦତ୍ତଙ୍କ ପୁତ୍ର ହେଲେ ସୁମତି ଓ ସୁମତିଙ୍କ ପୁତ୍ର ଜନ୍ମଜୟ। ଏମାନଙ୍କ ସମସ୍ତେ ଥିଲେ ତୃଣବିନ୍ଦୁଙ୍କ କୀର୍ତ୍ତିବର୍ଦ୍ଧନକାରୀ ବିଶାଳ ବଂଶ ରାଜା। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ୍ୟାଂ ସଂହିତାୟାଂ ନବମସ୍କନ୍ଧେ ଦ୍ୱିତୀୟୋଧ୍ୟାୟ। अथ तृतीयोऽध्याय। महर्षि चैवन ओ सुकन्यांक चरित राजा सज्जातिଙ୍କ वंश। श्री शुकोवाच सज्जातिमा नवो राजा महर्षि स बभूवः।
जोवाङ्गिरस्मा सत्ये दुर्त्यमः उचिवान्। श्री सुखदेव कही चलिले, हे परीक्षित, मनुपुत्र राजा सज्जाति थिले, वेदरे निष्ठावान विद्वान। से अंगिरा गोत्रर ऋषि मानक यज्ञरे द्वितीय दिवसरे कर्म प्रणाली शिखाई थिले। तांकर गोटिए कन्या थिला, सेही कमल नयना कन्याटीर नाम थिला सुकन्या। दिने राजा सज्जाति निज कन्या को संगरे नहीं बनरे बुलु बुलु चैवन ऋषि आश्रम पहुँची गले। सुकन्या निजे सखी मानक मेलरे बनरे विचरण करी वृक्षलतार सौंदर्य देखु देखु गोटिए उई हुंकार कणा भितरे जुलुजुलिया पोक परी दुईटी ज्योतिष्मान पदार्थ देखा पाइले। गोटे दिन राजा सज्जाति निजर झील सुकन्या को धरिकी से जंगल भितर बुलुले। से समय सुकन्या निजर सांग झील पिला धरिकी सी भी विचरण करुच्ची। देखला गोटे उई हुंका बिरा होती, से उई हुंकार दी साइड रे जुलजुलिया पोक परी धप धप ताकू दुसिला। दुईटी ज्योतिष्मान पदार्थ देखा पाइले। देव प्रेरणारू कि कौन युवती सुलभ चपलतार सुकन्या गोटे कंटारे से ज्योतिर्दुईटी को फोड़ीदेले। ए जो सुकन्या भाविले उईहुंका भितर कौन जुलजुलिया दुसुची चिकमक दुसुची, गोटे लुहा कंटारे से दीड जाग चकमक फोड़देले। देखु देखु ता भितरू गुड़ाए रक्त झरी पड़ा। यह घटिवा संगे संगे सेपटे राजा सजाती संगरे आसीथिबा सैन्य मानकर मलमूत्र रुद्ध होईगला। ताहा देखी राजसी सज्जाति आश्चर्यजनित होईगले। से सैन्य मानंकु पचारिले, आरे तुमे माने महर्षि चैवनक प्रति किछि अनुचित व्यवहार करिनाह तो? मोते जना पड़ुछि आम भितरु केही तांको आश्रम रे निश्चय किछि अनर्थ करि देइछि। जेते बेले सजातींकर जो सैन्य सामंत सब आस्तिले, तांके ना परिश्रा जाई पड़ले ना झाड़ा जाई, सांगे सांगे तांको से देह भितरे से रुद्ध होइला, बाहर को आसिलानी। जेतले सजाती कथा जानिले सांगे सांगे सैन्य सामंत को पचारुचंदी, अरे आमे चैवन आमे चैवनक प्रति कौनसी लोक खराब व्यवहार कर देन तो, तांको आश्रम रे किछि अनिष्ट कार्य कर देन तो? मोते जना पड़ुछि आम भितरु केही तांको आश्रम रे निश्चय किछि अनर्थ कर देइछि। एहा सुनी सुकन्या डरी डरी पिता को कहिले, बापा मु ही अपराध कर देइछि। मु अजाणतरे हुंकारे दिशुथिबा दुईटी ज्योति को कंटारे फोड़ी देइछि। झियो मुहरु एक कथा सुनी सज्जाति व्यस्त होई पड़िले। से धीरे धीरे स्तुति करी करी उई हुंका भितरे बसिथिबा चैवन मुनि को प्रसन्न कले। तापरे चैवन मुनि को अभिप्राय जानी तांकु निजर कन्या दान करिदेले एवं एही रूपे उक्त संकटरू उद्धार पाई तथा खूब सावधानतार सहित मुनिंक अनुमति नहीं से निज राजधानी को फेरी आसिले। चैवन मुनि थिले अत्यंत क्रोधी, किंतु सुकन्या तांकु
ପ୍ରତିରୂପେ ପାଇ ଅତ୍ୟନ୍ତ ସାବଧାନତାର ସହିତ ତାଙ୍କର ସେବା କରି କରି ତାଙ୍କୁ ପ୍ରସନ୍ନ କରିବାକୁ ଚେଷ୍ଟା କଲେ। ଏ ଚୈବନ ସୁକନ୍ୟାଙ୍କୁ ବାହା ହେଲେ। ତାଙ୍କୁ ପ୍ରସନ୍ନ କରିବାକୁ ଚେଷ୍ଟା କଲେ। ସେ ମୁନିଙ୍କର ମନୋଭାବ ଲକ୍ଷ୍ୟ କରି ସେହି ଅନୁସାରେ ସକଳ ସେବା କରୁଥିଲେ। କିଛି ଦିନ ପରେ ଥରେ ଚୈବନଙ୍କର ଆଶ୍ରମରେ ଅଶ୍ୱିନୀ କୁମାର ଦ୍ୱୟ ଆସି ପହଞ୍ଚିଲେ। ସେମାନଙ୍କୁ ଯଥୋଚିତ ସ୍ୱାଗତ ସତ୍କାର କରି ଚୈବନ ମୁନି କହିଲେ, ଆପଣମାନେ ମୋତେ ଯୁବା ଅବସ୍ଥା ପ୍ରଦାନ କରନ୍ତୁ। ଦେବଲୋକର ବୈଦ ହୋଇଥିବାରୁ ଆପଣ ଦୁଇ ଜଣ ଏହା ପ୍ରଦାନ କରିବାକୁ ସମର୍ଥ। ଯୁବତୀ ସ୍ତ୍ରୀମାନେ ଯେପରି ରୂପ ଓ ଅବସ୍ଥା ଚାହାନ୍ତି ଆପଣମାନେ ମୋତେ ସେହିପରି ରୂପ ଅବସ୍ଥା ପ୍ରଦାନ କରନ୍ତୁ। ଏ ଚୈବନ ମହାରାଜ, ଏ ଚୈବନ ଋଷି ଅଶ୍ୱିନୀ କୁମାର, ସ୍ୱର୍ଗର ଅଶ୍ୱିନୀ କୁମାର, ଯେଉଁମାନେ କି ଜଡ଼ିବୁଟି ଔଷଧପତି, ସେମାନେ ସବୁ ଆଗ୍ରହ, ତାଙ୍କ ଡକ୍ଟର ଗୋଟେ ସେଇଠର ସ୍ୱର୍ଗର। ଯେତେବେଳେ ଆସି ପହଞ୍ଚିଲେ ଚୈବନ ଋଷି ତାଙ୍କୁ ସବୁ ସେବା ସୁତରା କଲେ। କରିକି ତାଙ୍କ ମନକୁ ଯେତେବେଳେ ଜିତିଲେ ତାଙ୍କୁ ମାଗୁଛନ୍ତି ଯେ ମୋତେ ଏମିତି ଗୋଟେ ଭେଣ୍ଡା ବୟସ କରିଦିଅ, କାରଣ ଚୈବନ ଋଷି ବୁଢ଼ା ହେଇଗଲେଣି। କହୁଛନ୍ତି ମୋତେ ଏମିତି ଯୌବନ ପ୍ରାପ୍ତ କରିଦିଅ ଯେ ଯେକୌଣସି ଝିଅ ଦେଖିବା ପ୍ରତି ଆଗ୍ରହ ପ୍ରକାଶ ହେବ। ସେମାନଙ୍କୁ ଯଥୋଚିତ ସ୍ୱାଗତ ସତ୍କାର କରି ଚୈବନ ମୁନି କହିଲେ, ଆପଣମାନେ ମୋତେ ଯୁବା ଅବସ୍ଥା ପ୍ରଦାନ କରନ୍ତୁ। ଦେବଲୋକରେ ଦୈତ୍ୟ ହୋଇଥିବାରୁ ଆପଣ ଦୁଇ ଜଣ ଏହା ପ୍ରଦାନ କରିବାକୁ ସମର୍ଥ। ଯୁବତୀ ସ୍ତ୍ରୀମାନେ ଯେପରି ରୂପ ଅବସ୍ଥା ଚାହାନ୍ତି ଆପଣମାନେ ମୋତେ ସେହିପରି ରୂପ ଅବସ୍ଥା ପ୍ରଦାନ କରନ୍ତୁ। ମୁଁ ଜାଣେ ଯେ ଆପଣମାନେ ସମପାନର ଅଧିକାରୀ ନୁହନ୍ତି, ତଥାପି ମୋତେ ସୁନ୍ଦର ରୂପ ପ୍ରଦାନ କଲେ ମୁଁ ଆପଣମାନଙ୍କୁ ଯଜ୍ଞରେ ସୋମରସର ଭାଗ ଦେବି। ଦୈତ୍ୟ ଶିରୋମଣି ଅଶ୍ୱିନୀ କୁମାର ଦୁହେଁ ମହର୍ଷି ଚୌବନଙ୍କ ଅଭିନନ୍ଦନ ଜଣାଇ କହିଲେ, ଆଚ୍ଛା ଠିକ୍ ଅଛି। ତାପରେ ସେମାନେ ଗୋଟିଏ କୁଣ୍ଡ ଜଳାଶୟ ଦେଖାଇ ତାଙ୍କୁ କହିଲେ, ଏହି କୁଣ୍ଡଟି ସିଦ୍ଧମାନଙ୍କ ଦ୍ୱାରା ନିର୍ମିତ, ଆପଣ ଏଥିରେ ସ୍ନାନ କରନ୍ତୁ। ଚୈବନଙ୍କ ଶରୀରକୁ ବାର୍ଦ୍ଧକ୍ୟ ଆକ୍ରମଣ କରିଥିଲା। ତାଙ୍କର ଦେହ ସାରା ଶିରା ପଶିରା ଫୁଟି ବାହାରକୁ ଦିଶୁଥିଲା। ଲୋଳିତ ଚର୍ମ ଏବଂ ପଳିତ କେଶ ହେତୁ ସେ ଅତି ଅସୁନ୍ଦର ଦେଖାଯାଉଥିଲେ। ଅଶ୍ୱିନୀ କୁମାର ଦ୍ୱୟ ତାଙ୍କୁ ସଙ୍ଗରେ ନେଇ ଜଳାଶୟରେ ପ୍ରବେଶ କଲେ। ଏ ଅଶ୍ୱିନୀ କୁମାର ଯେତେବେଳେ ଶୁଣିଲେ ଚୈବନଙ୍କୁ ଯୌବନ ପ୍ରାପ୍ତ ଦରକାର, ଯୁବାବସ୍ଥା ଦରକାର, ଯେତେବେଳେ ତାଙ୍କୁ ଧରିକିରି ସେ କୁଣ୍ଡଟିକୁ ପାଣି ଭରିଛି ସେ କୁଣ୍ଡରେ ଗାଧୋଇବାକୁ କହିଲେ। ଏ ଚୌବନ ଯାଇପାରୁନାହାନ୍ତି, ଅଶ୍ୱିନୀ କୁମାର ଜଣେ ତାଙ୍କ ହାତ ଧରିକି ସେଇଠିକି ନେଲେ। କିଛି ସମୟ ଭିତରେ ଜଳାଶୟରୁ ତିନି ଜଣ ପୁରୁଷ ବାହାରିଲେ। କିଛି ସମୟ ଭିତରେ ଜଳାଶୟରୁ ତିନି ଜଣ ପୁରୁଷ ବାହାରି ପଡ଼ିଲେ। ତିନି ଜଣ ଯାକ ଏକାପରି ଦିଶୁଥାନ୍ତି। ସମସ୍ତେ ଗଳାରେ ପଦ୍ମମାଳ, କର୍ଣ୍ଣରେ କୁଣ୍ଡଳ ଏବଂ ସଙ୍ଗରେ ସୁନ୍ଦର ବସ୍ତ୍ର ପିନ୍ଧି ନାରୀମାନଙ୍କ ମନଲୋଭା ହୋଇଥାନ୍ତି। ପରମ ସ୍ୱାଧୀ ସୁନ୍ଦରୀ ସୁକନ୍ୟା ଦେଖିଲେ ଯେ ସେହି ତିନି ଜଣଙ୍କ ଦେହରୁ ସୂର୍ଯ୍ୟଙ୍କ କିରଣ ପରି ତେଜ ଝଟକୁଛି ଏବଂ ସେମାନଙ୍କର ଆକୃତି ଏକାପରି ହୋଇଛି। ତେଣୁ ସେ ନିଜ ସ୍ୱାମୀଙ୍କୁ ଚିହ୍ନି ନ ପାରି ଅଶ୍ୱିନୀ କୁମାର ଦ୍ୱୟଙ୍କ ଶରଣ କଲେ। ପତିଙ୍କୁ ଚିହ୍ନାଇ ଦେବାକୁ ପ୍ରାର୍ଥନା କଲେ। ଅଶ୍ୱିନୀ କୁମାର ଦୁଇ ଜଣ ତାଙ୍କର ପାତିବ୍ରତ୍ୟରେ ସନ୍ତୁଷ୍ଟ ହୋଇ ତାଙ୍କ ପତିଙ୍କ ଚିହ୍ନାଇ ଦେଲେ ଏବଂ ତାପରେ ଚୈବନଙ୍କ ଆଜ୍ଞା ନେଇ
विमान रे बसी स्वर्ग को फेरीगले। किछि दिन परे यज्ञ करने इच्छा रे राजा सजाती चैवनक मनुक आश्रम को आसिले। सेठारे सूर्यंक समान तेजस्वी पुरुष बसिछंती। सुकन्या आसी पितांक चरण रे प्रणाम कले, किंतु राजा तांकु आशीर्वाद न देई बरं अप्रसन्न होई कहिले, रे दुष्टा तू ये कौन कलु? समस्तंकर वंदनीय चैवन मुनिंक प्रति तू प्रतारणा कलु। तू निश्चय तांकु बुद्ध तोर कौनसी कामर नुहति बोली जानी छाड़देलु एवं ए बारबुला जार पुरुषटार सेवा करुछु। हाय तू तो उच्च कूलरे जन्म होइथिलु, हेले तोर एभली विपरीत बुद्धि हैला किपरि? तोर ए व्यवहार समग्र कूलरे कलंक लगाई देला। कि दुखर कथा, तू लाज शरम छाड़ी शेष जार पुरुषर सेवा कलु एवं एहा करी तोर पितृकूल और स्वामी कूल उभयंक नरक को नहीं गलु। ए जो सजाती तांको झील को तो चौवन को बाहागर कराइला, किंतु सजाती जो आसिले चौवन आश्रम को देखिले गोटे सुंदर पुरुषटे बसीचे, मो झील सुकन्या सेवा करुच्ची। यह देखिक जो झील आसला प्रणाम करने, सजाती निज झील को आशीर्वाद कौन देवे? गाली गुलजा आरंभ कले। कहले तू निजर स्वामी की छाड़िकी ए गोटे भेंडा बयस पिला पछरे लागिचु, धिक तो जीवन बोली से गाली गुलज कले। पितृकूल स्वामी कूल उभयंकु नरक को नहीं गलु। राजा सजातींकर एपरी वचन शुणी पवित्र हास्ୟରେ सुशोभन्या सुकन्या मृदु मृदु हसी कहिले। एपरी गाली गुलज शुणला पर ए जो सुकन्या किछि हसिकी धीरे धीरे कहउछन्ती, बापा ये हेउछन्ती आपणकर ज्वाई स्वयं भृगुनंदन महर्षि चैवन। एपरी कही से निज पितांक आगरे महर्षि चैवनंकर यौवन और सौंदर्य प्राप्तिर सकल वृत्तांत वर्णना कले। ता शुणी राजा सजाती अत्यंत विस्मित हो गले। से अतिशय स्नेहरे झील को कुंडाई पकाइले। महर्षि चैवनंक वीर सजाती द्वारा सोमयज्ञ अनुष्ठान कराइले ओ सोमपानर अधिकारु वंचित अश्विनी कुमार द्वयंकु निज प्रभाव सोमपान कराइले। देवराज इंद्र अति शीघ्र क्रोध हो जाती, तेणु से एहा सही पाले नहीं। से रागी जाई सजाती को मारिदेवा निमंते वज्र उठाइले, किंतु महर्षि चैवन इंद्रक हाथरू एपरी स्तंभित करदेले जे तांको हाथ अटकी गला। से वज्र प्रहार करिपारले नहीं। शेषरे सबु देवता अश्विनी कुमार को सोमभाग देवाकू स्वीकार कले। अश्विनी कुमार दुहे दैत्य होइथिबारु देवता माने पूर्वरु सेमानंकु सोमपानर अधिकार वंचित करा। देवता माने पूर्वरु सेमानंकु सोमपानर अधिकार वंचित रखिथिले। हे परीक्षित, सजातींकर तीन पुओ थिले। सेमाने हेले उतान बही, आनर्ती और भीरुसेन। आनर्ती पुत्र हेले रेवत। हे महाराज, रेवत समुद्र भितरे कुशस्थली नामक एक नगर बसाई थिले। सेठारे रही से आनत्र आदि देश शासन करुथिले।
ତାଙ୍କର 100 ଶ୍ରେଷ୍ଠ ପୁତ୍ର ଥିଲେ। ଆନତଙ୍କ ପୁତ୍ର ହେଲେ ରେବତ। ଏ ରେବତଙ୍କର 100ଟା ପୁଅ ଥିଲେ। ତାଙ୍କର 100 ଶ୍ରେଷ୍ଠ ପୁତ୍ର ଥିଲେ। ସବୁଠାରୁ ବଡ଼ ପୁଅ ଥିଲେ କକୁଦ୍ମି। କକୁଦ୍ମିଙ୍କ ତାଙ୍କ ନିଜ କନ୍ୟା ରେବତୀଙ୍କୁ ନେଇ ବ୍ରହ୍ମାଙ୍କ ପାଖକୁ ଯାଇଥିଲେ ଓ ତା ପାଇଁ କିଏ ଉପଯୁକ୍ତ ବରପାତ୍ର ହୋଇପାରିବେ ବୋଲି ବ୍ରହ୍ମାଙ୍କୁ ପଚାରିବାକୁ ଭାବିଥିଲେ। ସେତେବେଳେ ଏପରି ଲୋକମାନେ ବ୍ରହ୍ମଲୋକକୁ ଯିବାର କୌଣସି ବାଧା ନଥିଲା। ଏମାନେ ସେଠାକୁ ଗଲା ବେଳକୁ ସେଠାରେ ଗୀତବାଦ୍ୟରେ ମହାସମାରୋହ ଚାଲିଥାଏ। କଥାଭାଷା ହେବାକୁ ଅବସର ନ ମିଳିବାରୁ ସେ ସେଠାରେ କିଛି କ୍ଷଣ ରହିଗଲେ। ଉତ୍ସବ ସରିବା ପରେ ସେ ବ୍ରହ୍ମାଙ୍କୁ ନମସ୍କାର କରି ନିଜର ଅଭିପ୍ରାୟ ଜଣାଇଲେ। ତାଙ୍କ କଥା ଶୁଣି ବ୍ରହ୍ମା ହସି ହସି କହିଲେ, ରାଜନ୍, ତୁମେ ପୃଥିବୀର ଯେଉଁମାନଙ୍କ ବିଷୟମାନ ମନେ ଭାବିଥିଲ ସେମାନେ ସମସ୍ତେ କାଳ କବଳରେ ପଡ଼ିସାରିଲେଣି। ବର୍ତ୍ତମାନ ସେମାନଙ୍କ ପୁଅ ପୁତ୍ରାର ବା ନାତିମାନଙ୍କ କଥା କ'ଣ କହିବା? ରାଜନ୍, ତୁମେ ପୃଥିବୀର ଯେଉଁମାନଙ୍କ ବିଷୟମାନ ମନେ ମନେ ଭାବିଥିଲ ସେମାନେ ସମସ୍ତେ କାଳ କବଳରେ ପଡ଼ିସାରିଲେଣି। ବର୍ତ୍ତମାନ ସେମାନଙ୍କ ପୁଅ ପୁତ୍ରର ବା ଜାତିମାନଙ୍କ କଥା କ'ଣ କହିବା? ସେମାନଙ୍କ ଗୋତ୍ରର ନାମ ମଧ୍ୟ କହିପାରିବା ଭଳି କେହି ନାହାନ୍ତି। ତୁମେ ଏଠାରେ ଅପେକ୍ଷା କରିଥିବା ଭିତରେ ପୃଥିବୀରେ 27ଟି ଚତୁର୍ଯୁଗ ବିତିଗଲାଣି। ତେଣୁ ତୁମେ ଫେରିଯାଅ। ବର୍ତ୍ତମାନ ଭଗବାନଙ୍କର ଅଂଶାବତାର ମହାବଳୀ ବଳଦେବ ପୃଥିବୀରେ ବିଦ୍ୟମାନ ଅଛନ୍ତି। ସେହି ନରରତ୍ନଙ୍କ ହାତରେ ଏହି କନ୍ୟାରତ୍ନଟିକୁ ସମର୍ପି ଦିଅ, ଯାହାଙ୍କର ନାମ ଲୀଳା ଆଦିର ଶ୍ରବଣ କୀର୍ତ୍ତନ ଅତ୍ୟନ୍ତ ପବିତ୍ର କର। ପ୍ରାଣୀମାନଙ୍କର ଜୀବନ ସର୍ବସ୍ୱ ସେହି ଭଗବାନ ପୃଥିବୀର ଭାର ଲାଘବ କରିବା ନିମନ୍ତେ ନିଜ ଅଂଶ ଘେନି ଏବଂ ଅବତୀର୍ଣ୍ଣ ହୋଇଛନ୍ତି। ରାଜା କୁକୁଦ୍ମି ବ୍ରହ୍ମାଙ୍କର ଏହି ଆଦେଶ ପାଇ ତାଙ୍କ ଚରଣରେ ବନ୍ଦନା କଲେ ଏବଂ କନ୍ୟାକୁ ଧରି ନିଜ ନଗରୀକୁ ଫେରି ଆସିଲେ। ସେତେବେଳକୁ ତାଙ୍କର ବଂଶଜମାନେ ଯକ୍ଷମାନଙ୍କ ଭୟରେ ସେହି ନଗରୀ ଛାଡ଼ିଦେଇ ଏଠି ସେଠି ସାଧାରଣ ଭାବରେ ନିବାସ କରୁଥିଲେ। ରାଜା କୁଳଦ୍ମି ନିଜର ସର୍ବାଙ୍ଗ ସୁନ୍ଦରୀ କନ୍ୟାକୁ ପରମ ବଳିଶାଳୀ ବଳରାମଙ୍କ ହାତରେ ସମର୍ପି ଦେଲେ ଏବଂ ନିଜେ ତପସ୍ୟା କରିବା ନିମନ୍ତେ ଭଗବାନ ନରନାରାୟଣଙ୍କ ଆଶ୍ରମ ବଦ୍ରୀବନକୁ ଚାଲିଗଲେ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ୍ୟାଂ ସଂହିତାୟାଂ ନବମ ସ୍କନ୍ଧେ ତୃତୀୟ ଅଧ୍ୟାୟ। ହରେ କୃଷ୍ଣ ହରେ କୃଷ୍ଣ। ଆଜି 12 ତାରିଖ ହୋଇଗଲା। 12/5/2024। 12/5/2024। ମୁଁ ଅଛି ଏବେ ବାଲୁଗାଁ ପାଖରେ ପାରି କଂସାରୀ।
ଏଇଟା 4-5 ଦିନ ହେଲା ରହିବାର ଗୋଟେ କାମ ହେଉଛି। ଏଇଟା ଗୋଟେ ସ୍କୁଲ ପିଣ୍ଡାଟା, ସେଇଟା ତିନିନାଥ ମନ୍ଦିର, ମନ୍ଦିରଟା ସେଆଡ଼େ ବନ୍ଧୁଟା ବି ଅଛି। ଘର ଯାକ ଏଠି ସବୁ ସାମାନ ରଖାହେଇଛି, କାମ କରାହେଉଛି। ଏଇଟା ସ୍କୁଲ ପିଣ୍ଡାଟା। ହରେ କୃଷ୍ଣ ହରେ କୃଷ୍ଣ, ଶ୍ରୀ ରାଧେ।